ମାରାନାଥା। ତ୍ରିକ ପିତା ପରମେଶ୍ୱରଙ୍କୁ ଧନ୍ୟବାଦ ହଉ। ପ୍ରଭୁ ଏହି ସମୟରେ ଆମ ସମସ୍ତଙ୍କୁ ତାଙ୍କର କଣ୍ଟା ବିଦ୍ୟା ବାସ୍ତବ ବିସ୍ତାର କରି ଆଶୀର୍ବାଦ କରନ୍ତୁ। ଆମେନ୍। ଫାଦର ଏମ୍ ଦେବଦାସଙ୍କର ଦ୍ୱାରା ସ୍ଥାପିତ ବାଇବେଲ ମିଶନ ମଣ୍ଡଳ ଲେଖାଯାଇଅଛି ଜହନ ମଙ୍ଗଳ ସୁସମାଚାର 2 ପର୍ବ 13 ଓ 14 ପଦକୁ ଆମେ ଅଧ୍ୟୟନ କରିବା। ସେତେବେଳେ ଯିହୁଦୀମାନଙ୍କର ନିସ୍ତାର ପର୍ବ ସନ୍ନିକଟ ହୋଇଥିଲା। ଆଉ ଯୀଶୁ ଜେରୁସାଲେମକୁ ଗଲେ। ପୁଣି ସେ ମନ୍ଦିରରେ ଗୋରୁ, ମେଣ୍ଢା ଓ କାପ୍ତା ବ୍ୟବସାୟୀମାନଙ୍କୁ ଆଉ ମୁଦ୍ରା ବ୍ୟବସାୟୀମାନଙ୍କୁ ବସିଥିବା ଦେଖି ଦଉଡ଼ିରେ ଗୋଟିଏ କରଡ଼ା ବନାଇ ମେଣ୍ଢା ଓ ଗୋରୁ ସହିତ ସମସ୍ତଙ୍କୁ ମନ୍ଦିରରୁ ବାହାର କରିଦେଲେ। ଆମେନ୍। ପ୍ରଭୁ ପଠିତ ବାକ୍ୟ ଦ୍ୱାରା ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରଭୁଙ୍କର ବାକ୍ୟରେ ଆମେ ମାନେ ଦେଖିବା ପାଇଁ ପାଉଛୁ ଆଉ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଜେରୁସାଲେମ ବୋଲିବା ଦେଶରେ କି ରାଜ୍ୟରେ ସେଇ ଜେରୁସାଲେମ ମନ୍ଦିରରେ ଯିହୁଦୀ ଲୋକମାନଙ୍କର ରୀତି ଅନୁସାରେ ସେଇ ଜାଗାରେ ପ୍ରତିବର୍ଷ ନିସ୍ତାର ପର୍ବ ପାଳନ କରାଯାଉଥିଲା। ଆଉ ନିସ୍ତାର ପର୍ବ ପାଳନ କରିବା ସମୟରେ ପ୍ରଭୁକୁ ଅନେକ ଲୋକମାନେ ଥିଲେ। ସେହି ମନ୍ଦିରରେ ଯାଇ ନିସ୍ତାର ପର୍ବ ପାଳନ କରୁଥିଲେ। ନିସ୍ତାର ପର୍ବ ପାପ କ୍ଷମା ପର୍ବ ପାଳନ କରୁଥିଲେ। ପାପ କିପରି କ୍ଷମା ହେବ, ପାପର ବିଷୟ କଣ, ସେଥିପାଇଁ ପାପର ବିଷୟକୁ ଜାଣି ପାପ ମନୁଷ୍ୟକୁ ବିନାଶ କରେ, ପାପ ରୋଗ ଆଣେ, ପାପ ଲୋକ ସହିତ ପ୍ରେମ କରାଏ, ପାପ ବିରୋଧୀ କରେ, ପାପ ପତାଳକୁ ନିଏ, ପାପ ଜୀବନକୁ ନର୍କରେ ପରିଣତ କରେ। ସେଥିପାଇଁ ଏପରି ପାପକୁ କ୍ଷମା କରିବା ପର୍ବ ଗୋଟେ ବର୍ଷକୁ ଥରେ ଜେରୁସାଲେମ ମନ୍ଦିରରେ ପାଳନ କରାଯାଉଥିଲା। ନିସ୍ତାର ପର୍ବରେ ସମସ୍ତ ଦେଶବାସୀ ଯାଉଥିଲେ। ଆଉ ଏ ଜାଗାରେ ପାପ କେତେ ପ୍ରକାର ପାପ ଦିନକୁ ପାପ କରୁଛୁ, ତାହେଲେ ଦିନକର ପାପ କେତେ? ସେଇ ଦିନକର ପାପ, ସାପ୍ତାହିକ ପାପ, ବର୍ଷକର ପାପ କେତେ? ଏହି ପାପ ଈଶ୍ୱରଙ୍କର ଦୃଷ୍ଟିରେ ଏ ଜାଗାରେ ପର୍ବତ ସଦୃଶ ଓଜନ ହେଉଛି। ଏହି ପର୍ବତ ସଦୃଶ ହେଇଥିବା ଓଜନର ପାପକୁ ଯୀଶୁ ଖ୍ରୀଷ୍ଟ ପ୍ରଭୁ ହିଁ ଜଣେ ହିଁ ବହିବେ। ଆଉ କୌଣସି ବ୍ୟକ୍ତି ସେହି ପାପକୁ ବହି ପାରିବେ ନାହିଁ। ସେଥିପାଇଁ ପାପ ବହନ କରିବା ବ୍ୟକ୍ତି, ମନୁଷ୍ୟର ପାପକୁ କ୍ଷମା କରିବା ବ୍ୟକ୍ତି, ନର୍କ ଓ ଯନ୍ତ୍ରଣାରୁ, ସେଇ ପାପର କଳବଳରୁ ମୁକ୍ତି ଦେବା ଯୀଶୁ। ସେଇ ଯୀଶୁ ଦିନେ ଜେରୁସାଲେମକୁ ସେ ମଧ୍ୟ ସେଇ ନିସ୍ତାର ପର୍ବ ହେବା ପୂର୍ବେ ମନ୍ଦିରକୁ ଯାଇଥିଲେ। ଜେରୁସାଲେମ ମନ୍ଦିରକୁ ପ୍ରବେଶ କରିଥିଲେ। ସେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ସେହି ମନ୍ଦିରରେ ପ୍ରବେଶ କରିବା ଦ୍ୱାରା ଯୀଶୁ ସେହି ମନ୍ଦିରରେ କି ପ୍ରକାର ବ୍ୟବହାର କରାଯାଉଥିଲା, ସେହି ମନ୍ଦିରରେ କି ପ୍ରକାର ସେ ମନ୍ଦିରକୁ ବ୍ୟବହାର କରୁଥିଲେ, ଯୀଶୁ ସେତେବେଳେ ସେ ମନ୍ଦିରକୁ ଦେଖିଲେ। ଆଉ ଯୀଶୁ ସେହି ମନ୍ଦିରକୁ ଦେଖି ସେତେବେଳେ ମନରେ ବହୁତ ଦୁଃଖ ପାଇଥିଲେ। ଆଉ ଏ ପ୍ରକାର ମନ୍ଦିରକୁ ଦେଖିଲେ ଯେ ସେହି ମନ୍ଦିରରେ ଗୋରୁ ବେପାର କରୁଥିଲେ। ଆଉ ପ୍ରଭୁ ଯେ ଦେଖିଲେ ସେହି ମନ୍ଦିରରେ ମେଣ୍ଢା ବେପାର କରୁଥିଲେ। ପ୍ରଭୁ ଯୀଶୁ ଦେଖିଲେ ଯେ ସେହି ମନ୍ଦିରରେ କାପ୍ତା ବେପାର କରୁଥିଲେ।
ଆଉ ସେଇ ମନ୍ଦିରରେ କଳନ୍ତର ଦେବା ମୁଦ୍ରା ବ୍ୟବସାୟୀ ମାନଙ୍କୁ ମଧ୍ୟ ପ୍ରଭୁ ଯୀଶୁ ଦେଖିଥିଲେ। ବର୍ତ୍ତମାନ ମୁଦ୍ରା ବ୍ୟବସାୟୀ ବୋଲେ ଟଙ୍କା ବ୍ୟବସାୟ କରିବା ଲୋକମାନେ ଯାହା ପାଖରେ ଟଙ୍କା ଅଛି, ହୋଇପାରେ ସେ ଗରିମା ମଧ୍ୟ ତାଙ୍କର ରହିଥାଏ। ଯାହାର ପାଖରେ ଟଙ୍କା ଅଛି ତାର ପାଖରେ ବଳ ମଧ୍ୟ ଅଛି, ଦଳ ନ୍ୟାୟ ମଧ୍ୟ ଅଛି। ଯାହାର ପାଖରେ ଟଙ୍କା ନାହିଁ ତାର ପାଖରେ ନ୍ୟାୟ ନଥିବ, ତାର ପାଖରେ ମଧ୍ୟ ନଥିବ। ସେଥିପାଇଁ ଯାହାର ପାଖରେ ଟଙ୍କା ଅଛି ତାର ପାଖରେ ଦଳ ଥିବ, ନ୍ୟାୟ ଥିବ, ଅନ୍ୟାୟ ହେଲେ ମଧ୍ୟ ନ୍ୟାୟ ଥିବ। ଏହି ପ୍ରକାର ଟଙ୍କା ବ୍ୟବସାୟୀ ମାନେ ମଧ୍ୟ ସେହି ମନ୍ଦିରରେ ବ୍ୟବସାୟ କରୁଥିଲେ। ଆଉ କାପ୍ତା ବ୍ୟବସାୟୀ ମାନେ, ସେମାନେ ଯେତେବେଳେ କାପ୍ତା ବ୍ୟବସାୟୀ ବୋଲେ ଯେତେବେଳେ ନିସ୍ତାର ପର୍ବ ପାଳନ କରିବା ପାଇଁ ଗରିବ ଶ୍ରେଣୀର ଲୋକମାନେ, କାପ୍ତା ଟିକେ ମୂଲ୍ୟହୀନ, ଅଳ୍ପ ପଇସାରେ କାପ୍ତା ମିଳେ, ସେଥିପାଇଁ ଗରିବ ଲୋକମାନଙ୍କର ନିମନ୍ତେ ନିସ୍ତାର ପର୍ବର ବଳି କରିବା ନିମନ୍ତେ ଏ ଜାଗାରେ ଗରିବ ଲୋକମାନଙ୍କର ବଳିଦାନ କାପ୍ତା ବ୍ୟବସାୟ ଥିଲା। ଆଉ ଏଇ ଗରିବ ଲୋକମାନେ କାପ୍ତା ଆଣି ସେମାନେ ଆପଣା ଆପଣା ପାପ କ୍ଷମା ନିମନ୍ତେ ଯାଜକଙ୍କ ପାଖକୁ ଆଣି ବଳିଦାନ କରି ପାପ ମୁକ୍ତି ପାଉଥିଲେ। ଏହା ମଶାଙ୍କର ଦ୍ୱାରା ବ୍ୟବସ୍ଥାରେ ସଦାପ୍ରଭୁ ଲିଖିତ କରି ଦେଇଥିଲେ। ମେଣ୍ଢା ବ୍ୟବସାୟ ସେମାନେ ଟଙ୍କା ଥିବା ଲୋକମାନେ, ଆଉ ତାଙ୍କର ଶକ୍ତି ଅନୁସାରେ ସେମାନେ ମେଣ୍ଢା ଆଣି ବଳିଦାନ କରି ପାପ କ୍ଷମା ପାଉଥିଲେ। ଗୋରୁ ବଳିଦାନ କରିବା ଲୋକମାନେ, ସେମାନେ ଆଉ ଧନବାନ ଲୋକମାନେ, ସେମାନେ ଗୋରୁ ଆଣି ବଳିଦାନ କରି ପାପ କ୍ଷମା ପାଉଥିଲେ। ଏହି ପ୍ରକାର ଇସ୍ରାଏଲ ଲୋକମାନଙ୍କର ସମୟରେ ବ୍ୟବସ୍ଥା ଅନୁସାରେ ସେମାନେ କାର୍ଯ୍ୟ କରୁଥିଲେ। ଯୀଶୁ ଖ୍ରୀଷ୍ଟ ପ୍ରଭୁ ସେତେବେଳେ ସେହି ମନ୍ଦିରକୁ ଯେତେବେଳେ ଆସିଲେ, ଏହି ସବୁ କାରବାରକୁ ଦେଖିଲା ଉତ୍ତାରେ ଯୀଶୁ ପ୍ରଭୁ ସେତେବେଳେ ବିରକ୍ତ ମଧ୍ୟ ହୋଇଥିଲେ। ଆଉ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଏହି ପ୍ରକାର ବ୍ୟବସାୟୀ ମାନଙ୍କୁ ମନ୍ଦିର ଭିତରେ ବସି ଥିବାଟା ଦେଖି ଯୀଶୁ ଖ୍ରୀଷ୍ଟ ପ୍ରଭୁ ଗୋଟିଏ ଦଉଡ଼ିରେ ଗୋଟେ ଖରଡ଼ା ତିଆରି କଲେ। ଆଉ ଦଉଡ଼ି ଖରଡ଼ା ବନାଇ ମେଣ୍ଢା ବେପାରୀକୁ ମଧ୍ୟ ସେଇ ଖରଡ଼ା ସହିତ ପ୍ରହାର କଲେ। ଗୋରୁ ବେପାରୀକୁ ମଧ୍ୟ ସେହି ଖରଡ଼ାରେ ପ୍ରହାର କଲେ। କାପ୍ତା ବ୍ୟବସାୟୀ ମାନଙ୍କୁ ମଧ୍ୟ ସେହି ମନ୍ଦିର ଠାରୁ ବାହାର କଲେ। ଖରଡ଼ା ସହିତ ପ୍ରହାର କରି ଖ୍ରୀଷ୍ଟ ପ୍ରଭୁ ସେମାନଙ୍କର ପାରକୁ ସେତେବେଳେ ଭଙ୍ଗ କଲେ। ମଲାକି ପୁସ୍ତକରେ ସେହି ଇସ୍ରାଏଲ ଲୋକମାନଙ୍କୁ କୁହାଯାଇଥିଲା 3 ପର୍ବ ତାର 1 ପଦରେ। ଆଜି ଆମେ ଦେଖିବା ପାଇଁ ଗଲେ ସେଇ ଜାଗାରେ ଆମେ ପାଇପାରିବୁ ଇସ୍ରାଏଲ ଲୋକମାନଙ୍କୁ ସେଇ ବାକ୍ୟ କୁହାଯାଇଥିଲା। ଦେଖ, ଆମ୍ଭେ ଆପଣ ଦୂତଙ୍କୁ ପ୍ରେରଣା କରିଅଛୁ ଓ ସେ ଆମ୍ଭ ଆଗରେ ପଥ ପ୍ରସ୍ତୁତ କରିବ। ଏଇ ଜାଗାରେ ଆମେ ଦେଖୁଛୁ, ଦେଖ, ଏହା ସଦାପ୍ରଭୁ କହିଥିବା କଥା। ଆମର ଦୂତକୁ ତୁମ ଆଗେ ପ୍ରେରଣ କରୁଅଛୁ। ତୁମର ଯୋଉ ପାପର ପଥ ଅଛି, ସେଇ ପାପର ପଥରୁ ଆମେ ତୁମକୁ ପ୍ରସ୍ତୁତ କରିବା। କି ପଥ? ପାପର ପଥ। ତେବେ ସେ ପାପର ପଥ, ତେବେ କିପରି ପାପର ପଥ ଅଛି? ପର୍ବତ ପରି ଅଛି ସେଇ ପାପର ପଥ? କଣଟା ଥିଲା ପରି ପଥ ଅଛି? ନା ଏ ଜାଗାରେ ପଥର ଥିଲା ପରି ପଥ ଅଛି? ଆଉ ନିଜକୁ ଅନୁଭବ ଆମେ କରିବା ପାଇଁ ପଡିବ। এই পথ প্রস্তুত କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ମନ୍ଦିରକୁ ଆଜି ପ୍ରବେଶ କରିଥିଲେ। ମାତ୍ର ସେଇ ବାକ୍ୟ ଯୁଦୀ ଲୋକମାନେ ଶୁଣିଥିଲେ
ଆଉ ଇସ୍ରାଏଲ ଲୋକମାନେ ମଧ୍ୟ ସେଇ ବାକ୍ୟ ଜାଣିଥିଲେ, ଶୁଣିଥିଲେ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେହି ମନ୍ଦିରକୁ ପରିଷ୍କାର କରିବା ପାଇଁ ଗଲା ଉତ୍ତାରେ ଏହା ସଦାପ୍ରଭୁ ବାକ୍ୟ ଦ୍ୱାରା କହିଛନ୍ତି ବୋଲି ସେଇ ବାକ୍ୟ କେ ମଧ୍ୟ ଅନୁଭବ କରିପାରିଲେ ନାହିଁ। ସେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ପ୍ରକାର ସେମାନଙ୍କୁ ଏହି ଟଙ୍କା ବ୍ୟବସାୟୀ ମାନଙ୍କର ଏହି ଟଙ୍କାକୁ ମଧ୍ୟ ପ୍ରଭୁ ବିଞ୍ଚି ଦେଲେ। ଆଉ ଆଜି ହେଲେ ସେ ଟଙ୍କା ଏତେ ଯାହାର ଟଙ୍କା ଅଛି ସେ ବହୁତ ଆନନ୍ଦ ମନ ଅନୁଭବ କରୁଅଛି। ମାତ୍ର ସେହି ଟଙ୍କାକୁ ପ୍ରଭୁ ଯୀଶୁ ଏଇ ଜାଗାରେ ବିଞ୍ଚି ଦେଇଥିଲେ। ତାଙ୍କର ଯେଉଁ ମେଜ ଥିଲା ସେ ମେଜକୁ ମଧ୍ୟ ପଲଟାଇ ପକାଇଥିଲେ। ତେବେ କାପ୍ତା ବ୍ୟବସାୟୀ ମାନଙ୍କୁ ମଧ୍ୟ ସେହି ପ୍ରକାର କରିଥିଲେ। ସବୁ ବେପାରୀ ମାନଙ୍କୁ ଖରଡ଼ା ସହିତ ପ୍ରହାରିତ କରି ବାହାର କରିଥିଲେ। ସେଇ ଖରଡ଼ା ସହିତ କାହାକୁ କେତେ ପ୍ରହାର କଲେ ତାହା ଲେଖା ନାହିଁ। ମାତ୍ର ଖରଡ଼ାର ଶବ୍ଦକୁ ଶୁଣି ସମସ୍ତେ ଗୃହ ଠାରୁ ସମସ୍ତେ ପଳାଇଲେ ଆଉ ଭୟଭୀତ ହେଇଗଲେ। ସେତେବେଳେ ପ୍ରଭୁ ଯୀଶୁ ଥିଲେ ଯେ ଏଇ ସବୁ ଏହି ଗୃହ ଠାରୁ ତୁମେ ନେଇଯାଅ, ଆଉ ଏଠି ଗୋଟେ ମଧ୍ୟ ରୋକ ନାହିଁ। ମୋର ପିତାଙ୍କର ଘର ଏହା। ମୋର ପିତାଙ୍କର ଘରକୁ ତୁମେ ବେପାର କରିବା ଘର କରିଛ କି? ଏହା ଯୀଶୁ ଖ୍ରୀଷ୍ଟ ପ୍ରଭୁ ସେତେବେଳେ ସେମାନଙ୍କୁ ଆସିଥିଲେ। ତେବେ ତୁମେ ଏଇ ବେପାର କରିବା ଘର ବିଷୟରେ ତୁମେ ଏଇ ଘରକୁ ଏମିତି କରୁଛ। ମାତ୍ର ଏ ଜାଗାରେ ତୁମ ନିମନ୍ତେ ଉଦ୍ଯୋଗ ବୋଲି କହିଥିଲେ ଯୀଶୁ। ଏହା ଯୁଦୀ ମାନଙ୍କର ନିମନ୍ତେ ଗୋଟେ ଉଦ୍ଯୋଗ। କେଉଁ ଉଦ୍ଯୋଗ? ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ଧରି ଏ ଜାଗାରେ ହତ୍ୟା କରିବା ଉଦ୍ଯୋଗ। ତେବେ ଏହା ଲେଖା ଅଛି ବୋଲି ଯୀଶୁ ଖ୍ରୀଷ୍ଟ ପ୍ରଭୁ ଆଉ ଶିଷ୍ୟମାନଙ୍କୁ କହିଥିଲେ। ସେତେବେଳେ ମତେ ଗ୍ରାସ କରିବ ଏହା ଲେଖା ଅଛି ବୋଲି ଗୀତ ସଂହିତା 69 ତାର 9 ପଦରେ ଏ ଜାଗାରେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଦାଉଦଙ୍କର ସମୟରେ ଥିଲେ। ଏହା ଲେଖା ଅଛି କା ବିଷୟରେ? ଯୀଶୁ ବିଷୟରେ। ତେବେ କି କାହିଁକି ଲେଖା ହେଇଥିଲା? ଯୀଶୁ ଏହି ମନ୍ଦିରକୁ ଯାଇ ପରିଷ୍କାର କରିବା ବିଷୟରେ ଲେଖା ଯାଇଥିଲା। ସେଥିପାଇଁ ତୁମେ ଏହି ଗୃହ ନିମନ୍ତେ ଉଦ୍ଯୋଗ ମତେ ଗ୍ରାସ କରିବ ଏହା ଲେଖା ଅଛି ବୋଲି ଯୀଶୁ ଖ୍ରୀଷ୍ଟ ପ୍ରଭୁ କହିଥିଲେ। ତାହା କେଉଁମାନଙ୍କୁ କହିଥିଲେ? ଶିଷ୍ୟମାନଙ୍କୁ କହିଥିଲେ। ସେଇ କଥା ଦ୍ୱାରା ସେତେବେଳେ ଶିଷ୍ୟମାନଙ୍କର ମନରେ ସେହି ବାକ୍ୟ ଥିଲା। ସେଇଦିନ ସେଇ ବାକ୍ୟକୁ ଶିଷ୍ୟମାନେ ମନେ ପକାଇଥିଲେ। କଣ ଲେଖା ଅଛି? ସେ ଜାଗାରେ ଲେଖା ଯାଇଛି କାରଣ ତୁମ ଗୃହ ବିଷୟରେ ଉଦ୍ଯୋଗ ଗ୍ରାସ କରିଅଛି। ସେତେବେଳେ ସେଇ ଲୋକମାନଙ୍କର ନିନ୍ଦା ଆଜି ମୋ ଉପରେ ପଡିବ ବୋଲି ଯୀଶୁ ଖ୍ରୀଷ୍ଟ ପ୍ରଭୁ ଏ ଜାଗାରେ କହିଥିଲେ। ଲୋକମାନଙ୍କର ନିନ୍ଦା ଯୀଶୁ ଉପରେ ପଡିଲା। କାହିଁକି? ଏହି ଗୃହକୁ ପରିଷ୍କାର କରିଥିବା ଦ୍ୱାରା। ସେତେବେଳେ 18 ପଦରେ ଆମେ ଦେଖିବା ପାଇଁ ଗଲେ ଯହୁଦୀ ମାନେ ଯୀଶୁ ଖ୍ରୀଷ୍ଟକୁ ଆସିଲେ ଆଉ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ଉତ୍ତର ଦେଲେ, ତୁମେ ଯେ ଏଇ ସବୁ ଗୁଡ଼ାକୁ ଅଧିକାର ତୁମେ ପାଇଅଛ, ତେବେ ଆମ୍ଭମାନଙ୍କୁ ସେଥିର କି ଚିହ୍ନ ଦେଖାଇଅଛ? ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ଯହୁଦୀ ଲୋକମାନେ କହିଥିଲେ। ତେବେ ଯହୁଦୀ ମାନେ ଆଉ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ଅଧିକାର ବିଷୟ ପଚାରିଥିଲେ। ସେତେବେଳେ ଅଧିକାର, ସେଇ ମନ୍ଦିରର ଅଧିକାର, ଯହୁଦୀ ଲୋକମାନଙ୍କର ବେପାର କରିବା ଅଧିକାର ନାହିଁ। ଯହୁଦୀ ଲୋକମାନଙ୍କର ଅଧିକାର ପ୍ରାର୍ଥନା କରିବା ଅଧିକାର ଥିଲା। ସେଥିପାଇଁ ଯହୁଦୀ ଲୋକମାନେ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ପଚାରିଲେ, କିଏ ତୁମକୁ ଅଧିକାର ଦେଇଛି ଆମକୁ ଚିହ୍ନ ଦିଅ। ଏହି କଥା ଯହୁଦୀ ମାନେ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ପଚାରିଥିଲେ। ତେଣୁକିନା ମାତ୍ୟୁ ତାର 12 ପର୍ବର 38 ପଦରେ ଦେଖିବା ପାଇଁ ଗଲେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ଯହୁଦୀ ଲୋକମାନଙ୍କୁ ସେମାନଙ୍କର କହିଥିଲେ। ଆଉ ଯୀଶୁ କହିଲେ, ସେତେବେଳେ ଶାସ୍ତ୍ରୀ ଓ ଫାରିସୀମାନେ
ଜାଗାରେ ଇ ଜାଗାରେ ଯୀଶୁ ଖ୍ରୀଷ୍ଟ ପ୍ରଭୁଙ୍କୁ ପଚାରିଲେ କେଉଁମାନେ ଶାସ୍ତ୍ରୀ ବୋଲି ଇ ଜାଗାରେ ଲେଖା ଅଛି। ଶାସ୍ତ୍ରୀ ମାନେ ପଚାରିଲେ, ଫାରୁସୀ ଲୋକମାନେ ପଚାରିଲେ, ଶାସ୍ତ୍ର ଅଂଶ ଅଧ୍ୟୟନ କରି ସମ୍ପୂର୍ଣ୍ଣ ଜାଣିଥିବା ଶାସ୍ତ୍ରୀ ମାନେ, ଫାରୁସୀ ମାନେ, ସେମାନଙ୍କୁ ଲୋକମାନେ ଦେଖିଲେ ସେମାନଙ୍କୁ ଭୟ କରୁଥିଲେ। କାହିଁକି ଶାସ୍ତ୍ରୀ ଲୋକକୁ ଆଜି ମଧ୍ୟ ଶାସ୍ତ୍ରର କଥା ଜଣା। ସେମାନଙ୍କୁ କୌଣସି ବିଷୟରେ ପଚାରିଲେ ସେମାନେ ଶାସ୍ତ୍ରର ବିଷୟ କହିପାରନ୍ତି। ସେଥିପାଇଁ ଲୋକମାନେ, ସାଧାରଣ ଲୋକମାନେ ଶାସ୍ତ୍ରୀ ଲୋକମାନଙ୍କୁ ଭୟ କରନ୍ତି। ସେଥିପାଇଁ ଫାରୁସୀ ମାନଙ୍କୁ ମଧ୍ୟ ସେ ପ୍ରକାର ଭୟ ଥିଲେ। ମାତ୍ର ସେମାନେ ଏହିପରି ଆଜି ସେମାନଙ୍କୁ ପଚାରିଥିଲେ ଯୀଶୁଙ୍କୁ, ହେ ଗୁରୁ, ଆମେମାନେ ଆପଣଙ୍କ ଠାରୁ ଗୋଟିଏ ଚିହ୍ନ ଦେଖିବାକୁ ହଁ। କରୁଅଛୁ। ତେବେ ଏଇ ଜାଗାରେ ସେମାନେ ସେଠିର କି ଚିହ୍ନ ଦେଖାଇ ଅଛ ଏଇ କଥା ପଚାରିଥିଲେ। ସେ ଜାଗାରେ ମଧ୍ୟ ଲେଖା ଅଛି ମାତ୍ୟୁରେ ଯେ, ହେ ଗୁରୁ, ଆଜି ଆମେ ଗୋଟେ ଚିହ୍ନ ଦେଖିବା ପାଇଁ ଇଚ୍ଛା କରୁଛୁ। ଯୀଶୁ ଖ୍ରୀଷ୍ଟ ପ୍ରଭୁକୁ ଚିହ୍ନ ମାଗିଥିଲେ। ଚିହ୍ନ କି ଚିହ୍ନ? ସେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ସେମାନଙ୍କର ଅନ୍ତରର କଥା ଜାଣି, ମନର କଥା ଜାଣି ଯୀଶୁ ଖ୍ରୀଷ୍ଟ ପ୍ରଭୁ ସେମାନଙ୍କୁ କହିଥିଲେ, ତୁମମାନଙ୍କୁ କି ଚିହ୍ନ ଦିଆଯିବ? ତୁମମାନଙ୍କୁ ଜୁନୁସର ଚିହ୍ନ ଦିଆଯିବ ବୋଲି କହିଥିଲେ। ଜୁନୁସ ଯେତେବେଳେ ଆଉ ପ୍ରଭୁଙ୍କର ଆଜ୍ଞାବହ ଜୀବନ ନଥିଲା, ଜୁନୁସ ତର୍ଷୀସକୁ ଯିବା ପାଇଁ ତାର ମନରେ ସ୍ଥିର କରିଥିଲା। ଆଉ ନିନିବିକୁ ପ୍ରଭୁ ପଠାଇଥିଲେ। ମାତ୍ର ନିନିବିକୁ ନ ଯାଇ ତର୍ଷୀସକୁ ଯିବା ସମୟରେ ଗଳ୍ପ ସଦୃଶ କରି ଜୁନୁସକୁ ଜାହାଜ ଠାରୁ ସମୁଦ୍ରକୁ ଫିଙ୍ଗା ଯାଇଥିଲା। ଜୁନୁସକୁ ଆଉ ରକ୍ଷା କରିବା ନିମନ୍ତେ ସେତେବେଳେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ହିଁ ସେଇ ସମୁଦ୍ର କୂଳ ଭିତରକୁ ଦେହ ଧରି ସେ ଜାଗାରେ ଯାଇ ଜୁନୁସକୁ ରକ୍ଷା କରିଥିଲେ। ଏହିପରି ରକ୍ଷାକର୍ତ୍ତା ପ୍ରଭୁ ଆଜି ଜୁନୁସକୁ ରକ୍ଷା କରିଥିଲେ। ସେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ସେମାନଙ୍କୁ ସେତେବେଳେ କହୁଛନ୍ତି ଯେ ତୁମମାନଙ୍କୁ ଜୁନୁସର ଚିହ୍ନ ଦିଆଯିବ। ଏହି ପ୍ରକାର ଯୀଶୁ ଖ୍ରୀଷ୍ଟ ପ୍ରଭୁ ଆଉ ସେମାନଙ୍କୁ କହିଥିଲେ। ସେଇ ଶାସ୍ତ୍ରୀ ଫାରୁସୀ ମାନେ ଯୀଶୁଙ୍କୁ ସେତେବେଳେ ଲକ୍ଷ୍ୟ କରୁଥିଲେ। ଯୀଶୁ ତାପରେ 19 ପଦକୁ ଆମେ ଯିବା। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ତୁମେ ମାନେ ଏଇ ମନ୍ଦିରକୁ ବିନାଶ କର, ଆଉ 3 ଦିନ ମଧ୍ୟରେ ମୁଁ ତାହା ତୋଳିଦେବି। ଯୀଶୁ ଖ୍ରୀଷ୍ଟ ପ୍ରଭୁ କହିଲେ ଯିହୁଦୀ ଲୋକମାନଙ୍କୁ, ସେହି ଶାସ୍ତ୍ରୀ ମାନଙ୍କୁ, ସେହି ଫାରୁସୀ ମାନଙ୍କୁ। ସେଥିପାଇଁ ଆଜି ଜଗତରେ ଅନେକ ଯୀଶୁ ଖ୍ରୀଷ୍ଟଙ୍କର ବିଷୟକୁ ନ ଜାଣି ଶାସ୍ତ୍ରୀ ସଦୃଶ ଲୋକ କଥା କହୁଛନ୍ତି, ଫାରୁସୀ ମାନଙ୍କର ପରି କଥା କହୁଛନ୍ତି। ମାତ୍ର ତାଙ୍କର କଥାରେ ଆଜି ପ୍ରଭୁଙ୍କର ବାକ୍ୟ ସିଦ୍ଧ ହେବ ନାହିଁ। ମାତ୍ର ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ପ୍ରେମ କରନ୍ତି, ସେହି ପ୍ରେମକାରୀ ଲୋକମାନଙ୍କର ପାଖରେ ଯୀଶୁ ଖ୍ରୀଷ୍ଟଙ୍କର ଇଚ୍ଛା ସଫଳ ହେବ। ତାଙ୍କର ଦ୍ୱାରା ହିଁ ସବୁ ସିଦ୍ଧ ହେବ। ସେଥିପାଇଁ ଯୀଶୁ ଏହି ଜାଗାରେ କହିଥିଲେ ଯେ ତୁମେମାନେ ଏହି ମନ୍ଦିରକୁ ବିନାଶ କରିବ। ଆଉ ଯୁଦ୍ଧୀ ମାନଙ୍କୁ କହିଥିଲେ ମାତ୍ର 3 ଦିନ ମଧ୍ୟରେ ଏହି ମନ୍ଦିର ତିଆରି ହେଇଯିବ। ଏ କଥା ଯୀଶୁ ସେମାନଙ୍କୁ କହିଥିଲେ। ଏ ପ୍ରକାରେ ଯୀଶୁ ଖ୍ରୀଷ୍ଟ ପ୍ରଭୁ ତାଙ୍କର ଶରୀର ମୃତ୍ୟୁ ହୋଇ କବର ପ୍ରାପ୍ତ ହୋଇଥିବା ସେଇ ଶରୀର ସମ୍ବନ୍ଧରେ କହିଥିଲେ। ମାତ୍ର ଏଡ଼େ ବଡ଼ ଜ୍ଞାନୀ ହେଇଥିଲେ ମଧ୍ୟ, ଶାସ୍ତ୍ରୀ ହେଇଥିଲେ ମଧ୍ୟ, ଫାରୁସୀ ହେଇଥିଲେ ମଧ୍ୟ ଯୀଶୁ କହିବା ଏଇ କଥାକୁ କିଏ ମଧ୍ୟ ବୁଝିପାରିଲେ ନାହିଁ। ଏ ପ୍ରକାର ଯୀଶୁ ଖ୍ରୀଷ୍ଟ ପ୍ରଭୁ ଆଜି ତାଙ୍କର ଶରୀର ସମ୍ବନ୍ଧ ମନ୍ଦିର ବିଷୟରେ ସେମାନଙ୍କୁ କଥା ହେଲେ, କହିଲେ, ମାତ୍ର ସେମାନେ ତାହା ବୁଝିପାରିଲେ ନାହିଁ। ସେଥିପାଇଁ ଈଶ୍ୱରଙ୍କର ଜ୍ଞାନ ଓ ଜାଗତିକ ଜ୍ଞାନ ବହୁତ ତଫାତ ଅଛି। ସେଥିପାଇଁ ଈଶ୍ୱରଙ୍କର ଜ୍ଞାନ ପ୍ରାପ୍ତ ହେବା ଭାଗ୍ୟ ପ୍ରଭୁ ଆମମାନଙ୍କୁ ଏହି ବାକ୍ୟ ଦ୍ୱାରା ଆଶୀର୍ବାଦ କରି ଦାନ କରନ୍ତୁ। ଆମେନ୍।